ମୁଁ ଚାହୁଁଥିଲି ତତେ ସାକ୍ଷାତ କରିବା ପାଇଁ, ହେଲେ ତୁ ନିଜେ ଆସି ମତେ କରିଛୁ ସାକ୍ଷାତ। ପିତା ଅରେ ମା, ଏମିତି କି କାର୍ଯ୍ୟ ପଡ଼ିଲା ଯେ ଆପଣ ମୋ ସହିତ ସାକ୍ଷାତ କରିବା ପାଇଁ ଉଚିତ ମନେ କଲେ? କାର୍ଯ୍ୟ? ହଁ ଆରେ ମା, ତୋ ପାଖରେ ନା ମୋର ବିଶେଷ କାର୍ଯ୍ୟ ଅଛି ରେ ମା ସୁଚିତ୍ରା, ବିଶେଷ କାର୍ଯ୍ୟ ଅଛି। ତାହେଲେ ଖୋଲିକି କହୁନାହାନ୍ତି। ଠିକ ଅଛି ରେ ମା, ତୁ ମନ ଦେଇ ଶୁଣୁଥା, ଆଉ ମୁଁ ସବୁ ଗୋଟି ଗୋଟି ପ୍ରକାଶ କରୁଛି। ଠିକ ଅଛି ପିତା। এই শুভ বেলারে এ শুভ প্রভাতরে নিশ্চিন্তে রহিথিবু এ রাজা উয়াসরে দেবী আলো মা সুচিত্রা দেবী মন্দির ও ও তু শুন ঝিয়ালো মোরা ও তু শুন ঝিয়ালো মোরা। ଆଲୋ ଏ ମା ସୁଚିତ୍ରା, ଗୋଟେ ମା ପୂଜା ପାଇଁ ଆଉ ଜଣେ ମାକୁ ଅନୁମତି ମାଗେ ମାଲୋ ମୋ ମନ୍ଦିର ଯିବାକୁ। ଗୋଟେ ମା ପୂଜା ପାଇଁ ଆଉ ଜଣେ ମାକୁ ଅନୁମତି ମାଗେ ମାଲୋ ମୋ ମନ୍ଦିର ଯିବାକୁ। ପୂର୍ଣ୍ଣ ହୋଇଛି କାମନା ହେଲା ମାଙ୍କ କରୁଣା, ସେ ସକାଶେ ଆଲୋମା କରିବି ତାଙ୍କୁ ଅର୍ଚ୍ଚନା। ମେଲାଣି ମାଗୁଛି ବୁଢ଼ା ପୁଅ ତୋର ହୋ ହୋ ତୁ ଶୁନ ଝିଅଲୋ ମୋରା ହୋ ତୁ ଶୁନ ଝିଅଲୋ ମୋରା। ଆଲୁ ଏ ମା ସୁଚିତ୍ରା, ଏ ମୋର ପତଳପୁର ସାମ୍ରାଜ୍ୟର ମଙ୍ଗଳ ସକାଶେ ଆଉ ଆଉ କେବଳ ତୋରି ମଙ୍ଗଳ କାମନାର୍ଥେ ଆମ୍ଭର ଇଷ୍ଟ ଦେବୀ ମା ପାତାଳ ଭୈରବୀଙ୍କ ପାଖରେ ଦୀର୍ଘ 6 ମାସ ପୂଜାର୍ଚ୍ଚନା କରିବା ନିମିତ୍ତ ମୁଁ ମାନସିକ କରିଦେଇଛି ରେ ମା ସୁଚିତ୍ରା, ମୁଁ ମାନସିକ କରିଦେଇଛି। ଆଜି ସେଇ ମାନସିକ ପୂରଣାର୍ଥେ ତୋତେ ଏ ମୋର ରାଜ ଉଆସରେ ଏକୁଟିଆ ଛାଡ଼ି ଦେଇ ମୁଁ ଚାଲିଯିବି ମା ପାତାଳ ଭୈରବୀଙ୍କ ମନ୍ଦିରକୁ। ଆପଣ କହିଲେ ପିତା, ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ କେବେ କୌଣସି ଦିନ এই ରାଜ୍ୟରେ ଛାଡ଼ି ଚାଲି ଯାଇନାହାନ୍ତି ଆପଣ। ହେଲେ ଆଜି କହୁଛନ୍ତି ଦୀର୍ଘ 6 ମାସ ପାଇଁ ମନ୍ଦିର ପ୍ରୟାଞ୍ଜନ ଚାଲିଯିବେ। ଏ ପିତା, এই ଆପଣଙ୍କ ଗିଲାଜ ସୁଚିତ୍ରା ସେ କଣ ତା ପିତା ବିନା ବଞ୍ଚି ପାରିବନି ପିତା, ତା ପିତା ବିନା ବଞ୍ଚି ପାରିବନି। ଆଲୋ ଏ ମା ସୁଚିତ୍ରା, ତୁ କହିବା କଥାଟା ମୁଁ ସବୁ ବୁଝିପାରୁଛି ରେ ମା, ତୁ କହିବା କଥାଟା ମୁଁ ସବୁ ବୁଝିପାରୁଛି। କାହିଁକି ନା ପିଲାଟି ଦିନରୁ ଏପର୍ଯ୍ୟନ୍ତ
ତୋତେ ଯେଉଁ ସ୍ନେହ ମମତା ଦେଇ ବାନ୍ଧି ରଖିଛି କ୍ଷଣିକ ମୁହୂର୍ତ୍ତେ ନ ଦେଖିଲେ ମୋର ଆଖି ଦୁଇଟା ଥାଇ ମଧ୍ୟ ମତେ ଅନ୍ଧ ପ୍ରାୟ ଲାଗେ ରେ ସୁଚିତ୍ରା, ମତେ ଅନ୍ଧ ପ୍ରାୟ ଲାଗେ। ଦଣ୍ଡେ ନ ଦେଖିଲେ ତୁଣ୍ଡରେ ମନ ପଶେନି ର। ହେଲେ ଆଜି ଦୀର୍ଘ 6 ମାସ ତୋତେ ମୋର ରାଜ ଉଆସରେ ଛାଡ଼ି ଦେଇ ମାଙ୍କ ମନ୍ଦିରରେ ବଞ୍ଚି ପାରିବି କେମିତି? ସେଇଟା ଭାବିଲା ବେଳକୁ ମୋ ପକ୍ଷର କଲିଜା ଟିକି ଟିକି ହେଇଯାଉଛି ରେ ମା ସୁଚିତ୍ରା। ମୋ ପକ୍ଷର କଲିଜା ଟିକି ଟିକି ହେଇଯାଉଛି। अरे ଆପଣ ଭାଙ୍ଗି ପଡୁଛନ୍ତି କାହିଁକି? ଆପଣ ଯେତେବେଳେ ଯିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି ସେଥିରେ ମୁଁ ବାଧା ସୃଷ୍ଟି କରିବି କେମିତି? ଯାଆନ୍ତୁ ପିତା, ନିଶ୍ଚିନ୍ତରେ ଯାଆନ୍ତୁ। अरे मା ସୁଚିତ୍ରା, କିନ୍ତୁ ଯେତେ ଶୀଘ୍ର ପାରିବେ ମୋ ପାତାଳ ଭୈରବୀଙ୍କ ପୂଜା ଅର୍ଚ୍ଚନା ସାରି ଲେଉଟି ଆସିବେ ପାତାଳପୁରକୁ। अरे ମା ସୁଚିତ୍ରା, ମୁଁ କାହିଁକି ବିଳମ୍ବ କରିବି ରେ ମା? ମୁଁ ବିଳମ୍ବ କରିବିନି। ଯେଉଁଦିନ ଦୀର୍ଘ 6 ମାସ ସମ୍ପୂର୍ଣ୍ଣ ହୋଇଯିବ ମା ପାତାଳ ଭୈରବୀଙ୍କ ମନ୍ଦିରରେ ମୁଁ ଅବିଳମ୍ବେ ଫେରି ଆସିବି ତୋରି ପାଖକୁ। ଅରେ ମା, ଅବିଳମ୍ବେ ଫେରି ଆସିବି ତୋରି ପାଖକୁ। ଠିକ ଅଛି ପିତା, ତାହେଲେ ଆପଣ ନିଶ୍ଚିନ୍ତରେ ଯାଆନ୍ତୁ। କିନ୍ତୁ ପିତା, ଯିବା ପୂର୍ବରୁ ମୁଁ ଆପଣଙ୍କୁ କିଛି ଅନୁମତି ମାଗିବାକୁ ଚାହେଁ ପିତା। କିଛି ଅନୁମତି ମାଗିବାକୁ ଚାହେଁ। ଅନୁମତି? ହଁ ପିତା। अरे ମା ସୁଚିତ୍ରା, ମୁଁ ପରା ତତେ ଅନୁମତି ମାଗିଛି ମାଙ୍କ ମନ୍ଦିର ଯିବା ପାଇଁ। ଆଉ ତୁ ପୁଣି ମତେ କେଉଁ ଅନୁମତି ମାଗିବା ପାଇଁ ଇଚ୍ଛା କରିଛୁ ରେ ମା ସୁଚିତ୍ରା? ନାଇଁ 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 ଲୋ ମା ସୁଚିତ୍ରା, ମୁଁ ତତେ ଅନୁମତି ଦେଇପାରିବିନି ରେ ମା, ଅନୁମତି ଦେଇପାରିବିନି। ମନା କରନ୍ତୁନି ପିତା, କେତେ ଆଶା ଭରସା ନେଇ ଧାଇଁ ଆସିଛି ମୁଁ ଆପଣଙ୍କ ନିକଟକୁ। ମନା କରନ୍ତୁନି ପିତା। ଏଇଟା ତୋରେ ସତ କଥାରେ ମା ସୁଚିତ୍ରା। କାହିଁକି ନା ତୋତେ ଜନ୍ମ ହେଲା ଦିନଠୁ ଏ ପର୍ଯ୍ୟନ୍ତ ତୋ ମନରେ ମୁଁ ତିଳେ ମାତ୍ର କଷ୍ଟ ଦେଇନି। ତୁ ଯେଉଁ ସମୟରେ ଯାହା ଅଳି କରି ଚାଲିଛୁ ମୁଁ ପର୍ଯ୍ୟନ୍ତ ସବୁ ପୂର୍ଣ୍ଣ କରି ଚାଲିଛି। ଆଜି ଯଦି ତୋତେ ବାରଣ କରିବି ତୋ ମନରେ ଅନେକ